କେନ୍ଦୁଝର ସହରର ଜାମୁହତା ରାସ୍ତାରେ ପ୍ରଶାସନର ଦୃଷ୍ଟି ପଡୁନାହିଁ। କେନ୍ଦୁଝର ସହର ଏକ ମୁଖ୍ୟ ସହର। ଖଣି ଖାଦାନ ଭରେ କେନ୍ଦୁଝର ମାଟିରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ସରକାର ନେଉଛନ୍ତି, କିନ୍ତୁ କେନ୍ଦୁଝର ସହର ସେମିତି ଅବହେଳା ଅବସ୍ଥାରେ ପଡ଼ି ରହିଛି। ଏହାର ଜ୍ୱଳନ୍ତ ପ୍ରମାଣ କେନ୍ଦୁଝର ସହରର ଜାମୁହତା ରାସ୍ତା। ସବୁ ସମୟରେ ସମସ୍ୟା ଘେରରେ ଜର୍ଜରିତ ହେଉଥିବା କେନ୍ଦୁଝର ସହର ସୁଧୁରିବ କେବେ? କେନ୍ଦୁଝର ସହରରେ ଥିବା ଜାମୁହତା ରାସ୍ତା ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ସେହି ରାସ୍ତା ଉପରେ ଏପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ପଡୁନାହିଁ। ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଗାଡ଼ି ଯିବା ଆସିବା କରିଥାନ୍ତି, କିନ୍ତୁ ଦୀର୍ଘ ଦିନ ହେଲାଣି ଏହି ରାସ୍ତା ଅଧିକ ନଷ୍ଟ ହୋଇ ଚାଲିଥିବା ବେଳେ ସୁଧାରିବା ପାଇଁ ପ୍ରଶାସନ ଦୃଷ୍ଟି ନ ଦେବା ଅତି ଲଜ୍ଜାଜନକ ପରିସ୍ଥିତି। ଅଛଳାଏ ବର୍ଷାରେ ଏହି ରାସ୍ତାରେ ଯମ ବି ଯିବା ପାଇଁ ଭୟ କରିବ, କିନ୍ତୁ ଅତି ଆବଶ୍ୟକୀୟ ରାସ୍ତା ହୋଇଥିବା ଯୋଗୁଁ ବାଧ୍ୟ ହୋଇ ଏହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରିଥାନ୍ତି। ଜାମୁହତା ମଧ୍ୟରେ ଅନେକ ଛୋଟ ବଡ଼ ଅଫିସ୍, ସ୍କୁଲ ତଥା ଗ୍ୟାସ୍ ଗୋଦାମ ରହିଥିବା ଯୋଗୁଁ ଏହି ରାସ୍ତା ସବୁବେଳେ ଗହଳି ଲାଗି ରହିଥାଏ। କିନ୍ତୁ ରାସ୍ତାର ଦୟନୀୟ ଅବସ୍ଥା ଦେଖିଲେ ରାସ୍ତାରେ ଯିବା ପାଇଁ ଭୟ ଲାଗୁଥିଲେ ମଧ୍ୟ ବାଧ୍ୟ ହୋଇ ଯିବା ପାଇଁ ପଡ଼ିଥାଏ। ମାଇନିଂ କଲେଜ, ବିଗ୍ ବଜାର, କୃଷକ ବଜାରକୁ ଏହି ରାସ୍ତାରେ ଖୁବ୍ କମ୍ ବାଟ ହେଉଥିବା ଯୋଗୁଁ ସମସ୍ତେ ଏହି ରାସ୍ତା ଉପରେ ଭରସା କରିଥାନ୍ତି। ତୁରନ୍ତ ଏହି ରାସ୍ତା ଉପରେ ପ୍ରଶାସନ ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଯେକୌଣସି ପ୍ରକାରେ ହେଉ ଯୁଦ୍ଧକାଳୀନ ଭିତରେ ରାସ୍ତାକୁ ତିଆରି କରିପାରିଲେ ସହରବାସୀଙ୍କ ସହିତ ଜାମୁହତାବାସୀ ଉପକୃତ ହୋଇପାରନ୍ତେ ବୋଲି ବିଶ୍ୱାସ ହେଉଛି। ଜିଲ୍ଲା ପ୍ରଶାସନ ଏହି ରାସ୍ତା ଉପରେ ଗୁରୁତ୍ୱ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।